ତୁମକୁ ଲାଗୁଛି କି ତୁମର ମନ ବହୁତ ଚଞ୍ଚଳ ଅଟେ? ହଁ ପିଲାମାନେ, ମନୁଷ୍ୟର ମନ ଚଞ୍ଚଳ ହିଁ ଅଟେ। ଯେଉଁ ବ୍ୟକ୍ତି ମନର ଚଞ୍ଚଳତାକୁ ନିଜ ଉପରେ ପ୍ରାଧାନ୍ୟ ଦେବାକୁ ଅନୁମତି ଦିଏ, ସେହି ବ୍ୟକ୍ତି କେବଳ ତାଙ୍କ ମନ ଯାହା କହିଥାଏ ତାହା ହିଁ କରିଥାଏ। ତାପରେ ଜଣେ ବ୍ୟକ୍ତି ଭାବିବାକୁ ସକ୍ଷମ ମଧ୍ୟ ହୁଏ ନାହିଁ ଯେ ସେହି ରାସ୍ତାଟି ଠିକ୍ କି ଭୁଲ। ବାସ୍ ସେ କେବଳ ନିଜ ମନର ପ୍ରଭାବରେ ସବୁକିଛି କରିଚାଲେ। କିନ୍ତୁ ମୋର ମଧ୍ୟ କିଛି ପିଲା ଏମିତି ଅଛନ୍ତି ଯେଉଁମାନେ ନିଜ ମନର ଭାବନାକୁ କିମ୍ବା ନିଜ ମନକୁ ନିଜ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତି ନାହିଁ। ସେମାନେ ମୋ ନାମ ସ୍ମରଣ କରି ନିଜ ମନ ଉପରେ ନିୟନ୍ତ୍ରଣ କରିବା ଶିଖିଯାଆନ୍ତି। ମୋ ନାମ ସ୍ମରଣ କରୁଥିବା ବେଳେ ମଧ୍ୟ ତୁମର ମନ ତୁମକୁ ଏଣୁ ତେଣୁ ଚିନ୍ତାରେ ବହୁତ ବିଭ୍ରାନ୍ତ କରେ, କାରଣ ଏହା ସେହି ନକାରାତ୍ମକ ଶକ୍ତି ଯାହା ତୁମକୁ ନିଜ ଆଡ଼କୁ ଟାଣିବାକୁ ଚାହୁଁଛି। କିନ୍ତୁ ତୁମେ ମୋ ହାତ ଧରି ରଖ। ମୁଁ ତ ତୁମର ହାତ ଧରିଛି, କିନ୍ତୁ ତୁମେ ମୋତେ ଛାଡ଼ ନାହିଁ। ମୋ ନାମ ସ୍ମରଣ କରିଚାଲ। ତେବେ ଏ ଯେଉଁ ମନରେ ବିଚାରଗୁଡ଼ିକର ଯୁଦ୍ଧ ଚାଲିଛି, ତାହା ସବୁ ଧୀରେ ଧୀରେ ହ୍ରାସ ପାଇବ। ଯେଉଁ ସବୁ ନକାରାତ୍ମକ ବିଚାର ଆସୁଛି, ସେ ସବୁକୁ ଆସିବାକୁ ଦିଅ, କିନ୍ତୁ ତାହା ଉପରେ ଧ୍ୟାନ ଦିଅ ନାହିଁ। ଏହିଭଳି ଭାବରେ ତୁମେ ତୁମ ସାଇଠାରେ ଲୀନ ହୋଇ ଆଗକୁ ବଢ଼ି ଚାଲିବ ଏବଂ ତୁମେ ନକାରାତ୍ମକ ଚିନ୍ତାଧାରାରୁ ମୁକ୍ତ ହୋଇଯିବ। ମନେ ରଖ, ଏବେ ସବୁକିଛି ଭଲ ହେଉଛି ଏବଂ ଆଗକୁ ମଧ୍ୟ ସବୁ ଭଲ ହେବ। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।